हालेलुया प्रभु यीशुଙ୍କର महिमामय नामରେ ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ମୁଁ ଧନ୍ୟବାଦ କରେ, ପ୍ରଶଂସା କରେ ଆଜିର ଦିନ ପାଇଁ ତୁମେ ଯାହା ଦେଇଛ। ଯେତେ ଭାଇ ଓ ଭଉଣୀମାନେ ଶୁଣିବେ ଆଶୀର୍ବାଦ କର, ମୋତେ ମଧ୍ୟ ବଳ ଦିଅ କହିବ। ଧନ୍ୟବାଦ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍ ଆମେନ୍ ଆମେନ୍। ଆପଣ ସମସ୍ତଙ୍କୁ ଆଜିର ପ୍ରୋଗ୍ରାମ ମଧ୍ୟକୁ ବହୁତ ବହୁତ ସ୍ୱାଗତ। ହାଲେଲୁୟା। ଆଜିର ବିଷୟଟି ହେଉଛି ସୁସମାଚାର ପ୍ରଚାର ପାଇଁ ମୁଁ ବାଧ୍ୟ ଅଟେ। ହାଲେଲୁୟା। ସୁସମାଚାର ପ୍ରଚାର ପାଇଁ ମୁଁ ବାଧ୍ୟ ଅଟେ। ହାଲେଲୁୟା। ଆପଣ ଜାଣନ୍ତି ପ୍ରତ୍ୟେକ ଖ୍ରୀଷ୍ଟୀୟ ବିଶ୍ୱାସୀ ଭାଇ ଓ ଭଉଣୀମାନେ ଆପଣ ବାଧ୍ୟ ଅଟନ୍ତି। ହାଲେଲୁୟା। କ'ଣ ପାଇଁ? ସୁସମାଚାର ପ୍ରଚାର କରିବା ପାଇଁ। କାହିଁକି ନା ସୁସମାଚାର ନାଁଟି ହିଁ ହେଉଛି ସୁସମାଚାର, ଅର୍ଥ ଶୁଭ ସମ୍ବାଦ, ଶୁଭ ସମାଚାର। ହାଲେଲୁୟା। ଶୁଭ ସମାଚାର ଅର୍ଥ ଆଜି ଜଗତରେ ଲୋକମାନେ ପାପରେ, ଅଧର୍ମରେ, ପୀଡ଼ାରେ, କଷ୍ଟରେ, ଦୁଃଖରେ, ରୋଗରେ, ଅଶାନ୍ତିରେ, ବିଭିନ୍ନ ପ୍ରକାର ଆଉ ଶୈତାନୀ ପରିସ୍ଥିତିରେ ଦୁଷ୍ଟାତ୍ମା ମାନଙ୍କର ଅଧୀନରେ ପଡ଼ିକି ଅଛନ୍ତି। ହାଲେଲୁୟା। ସେ ବାଟ ଖୋଜୁଛନ୍ତି। ହାଲେଲୁୟା। ଏକ ସମ୍ବାଦକୁ ଶୁଣିବା ପାଇଁ, ଶୁଭ ସମ୍ବାଦକୁ ଶୁଣିବା ପାଇଁ। ହାଲେଲୁୟା। କିନ୍ତୁ ଆମ ପାଖରେ ସୁସମାଚାର ବା ଶୁଭ ସମ୍ବାଦ ଆମମାନଙ୍କ ପାଖରେ ଅଛି। ହାଲେଲୁୟା। ତାକୁ ଯଦି ଆମେ ଜଣେଇବା ତାହେଲେ ଆପଣ ବିଶ୍ୱାସ କରନ୍ତୁ, ସେମାନେ ଶୈତାନର, ଦୁଷ୍ଟାତ୍ମାର, ପ୍ରତ୍ୟେକ କଷ୍ଟ ଦୁଃଖର ବଞ୍ଚିବେ, ଉଦ୍ଧାର ପାଇବେ। ସେଥିପାଇଁ ବାଇବେଲ କୁହେ ଯେ ସୁସମାଚାର ପ୍ରଚାର କରିବା ପାଇଁ ଆମମାନେ ବାଧ୍ୟ ଅଟୁ। ହାଲେଲୁୟା। ବାଧ୍ୟ ଅର୍ଥ କ'ଣ? ଆମକୁ କରିବାକୁ ପଡ଼ିବ, କୌଣସି ରିଜନ ଦେବାକୁ ପଡ଼ିବ ନାହିଁ, ଆମକୁ କରିବାକୁ ହିଁ ପଡ଼ିବ ସୁସମାଚାର ପ୍ରଚାର କରିବା ପାଇଁ। ଯଦି ଆମେ ପ୍ରଥମ କରନ୍ଥୀୟ 9 ପର୍ବର 16 ପଦରୁ ନେଇକି 17 ପଦ ପଢ଼ିବା, ଏଠି ବହୁତ ସୁନ୍ଦର ଲେଖାଯାଉଛି। ଏଠି ଲେଖାଯାଉଛି ଯେ ଆମେ ସୁସମାଚାର ପ୍ରଚାର କରିବା ପାଇଁ ବାଧ୍ୟ ଅଟୁ। ହାଲେଲୁୟା। ଯଦି ଆମେ ସ୍ୱଇଚ୍ଛାରେ କରୁଛେ ତାହେଲେ ଈଶ୍ୱର ଆମକୁ ଆଶୀର୍ବାଦ କରିବେ। ହାଲେଲୁୟା। ଆମକୁ ଦୟା କରିବେ, ଅନୁଗ୍ରହ କରିବେ। କିନ୍ତୁ ଯଦି ମୁଁ ସ୍ୱଇଚ୍ଛାରେ କରୁନି ତଥାପି ମୁଁ ବାଧ୍ୟ ଅଟେ ସୁସମାଚାର ପ୍ରଚାର କରିବା ପାଇଁ, ଶୁଭ ସମାଚାର ଲୋକମାନଙ୍କୁ ଜଣାଇବା ପାଇଁ। କାହିଁକି ନା ଜଗତ ଆଜି ଅପେକ୍ଷା କରିଛି ଏକ ସୁସମାଚାର ପାଇଁ, ଏକ ଶୁଭ ସମ୍ବାଦ ପାଇଁ। ଯଦି ଆମେ ଦ୍ୱିତୀୟ ତିମୋଥୀ 4 ପର୍ବର 2 ପଦ ପଢ଼ିବା, ଏଠି ବହୁତ ସୁନ୍ଦର ଲେଖାଯାଉଛି। ପାଉଲ ତିମୋଥୀ କହୁଛନ୍ତି ଯେ ସମୟରେ କି ଅସମୟରେ ସବୁବେଳେ ପ୍ରସ୍ତୁତ ରୁହ ସୁସମାଚାରକୁ, ଶୁଭ ସମାଚାରକୁ ପ୍ରଚାର କରିବା ପାଇଁ। ସମୟରେ କି ଅସମୟର ଅର୍ଥ 24 ଘଣ୍ଟା ଭିତରେ ଯେତେବେଳେ ବି ଆବଶ୍ୟକ ପଡ଼ୁଛି ସୁସମାଚାରର କାର୍ଯ୍ୟ କରିବା ପାଇଁ, ସୁସମାଚାରକୁ ପ୍ରଚାର କରିବା ପାଇଁ, ଶୁଭ ସମାଚାରକୁ ପ୍ରଚାର କରିବା ପାଇଁ, ତାହେଲେ ତୁମେ ପ୍ରସ୍ତୁତ ରୁହ ଆଉ ଯାଇକି ପ୍ରଚାର କର। କାହିଁକି ପାଉଲକୁ ଜଣା ଅଛି ଯଦି ଶୁଭ ସମାଚାର ଲୋକମାନେ ଆକୁ ଶୁଣିବେ ଶୈତାନର ବନ୍ଧନରୁ, ଦୁଷ୍ଟାତ୍ମା ମାନଙ୍କ ବନ୍ଧନରୁ, ରୋଗରୁ, ଅଶାନ୍ତି, ପ୍ରତ୍ୟେକ ବିଷୟରୁ ସେମାନେ ମୁକ୍ତ ହେବେ। ହାଲେଲୁୟା। ଯଦି ଶୁଭ ସମାଚାରକୁ ଲୋକମାନଙ୍କୁ ଦବା, ଲୋକମାନେ ହାଲେଲୁୟା ଜଗତର ପ୍ରତ୍ୟେକ କ୍ଲେଶରୁ, ଦୁଃଖରୁ, ଅଶାନ୍ତିରୁ, ପ୍ରତ୍ୟେକ ବିଷୟରୁ ସେମାନେ ମୁକ୍ତ ହେବେ। ସେଥିପାଇଁ ପାଉଲ ତିମୋଥୀ କୁହନ୍ତି, ପାଉଲ କରନ୍ଥୀୟ ମଣ୍ଡଳୀକୁ କୁହନ୍ତି ଯେ ସୁସମାଚାର ପ୍ରଚାର କରିବା ପାଇଁ ଆମମାନେ ବାଧ୍ୟ ଅଟୁ। ହାଲେଲୁୟା। ଆପଣମାନେ ବାଧ୍ୟ ଅଟନ୍ତି ସୁସମାଚାର ଲୋକମାନଙ୍କୁ ଦେବା ପାଇଁ। କାହିଁକି ସୁସମାଚାର ଦେବା? ସୁସମାଚାର ଆଉ କ'ଣ ଅଛି ଆମେ ଜାଣିବା। ଯଦି ଆପଣ ରୋମିଓ ପୁସ୍ତକ ଆଉ ତାର 3 ପର୍ବର 21 ପଦ ଆଉ 22 ପଦ ପଢ଼ିବେ, ରୋମିଓ ପୁସ୍ତକ 3 ପର୍ବର 21 ପଦ ଆଉ 22 ପଦ, ଏଠାରେ ଲେଖାଯାଉଛି ଯେ ସୁସମାଚାର ଆମେ ଏଥିପାଇଁ ପ୍ରଚାର କରିବା, ସୁସମାଚାର କୁହେ ବା ବାକ୍ୟ କୁହେ ଯେ ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା ତୁମେ ଈଶ୍ୱରଙ୍କ ଧାର୍ମିକତାକୁ ପ୍ରାପ୍ତ ହୋଇପାରିବ। ହାଲେଲୁୟା। ଆଜି ଜଗତ ଏଣେ ତେଣେ ବୁଲୁଛି ପବିତ୍ରତାକୁ ପାଇବା ପାଇଁ। ହାଲେଲୁୟା। ଧାର୍ମିକତାକୁ ପାଇବା ପାଇଁ। ହାଲେଲୁୟା। ପ୍ରେମକୁ ପାଇବା ପାଇଁ। ହାଲେଲୁୟା। କିନ୍ତୁ ପାଇପାରୁନାହାନ୍ତି।
କିନ୍ତୁ ଏ ବାକ୍ୟ କହୁଛି, ହାଲେଲୁୟା, ଏ ସୁସମାଚାର କହୁଛି ଯଦି ଆମେ ଯୀଶୁଙ୍କୁ ବିଶ୍ୱାସ କରିବା ତାହେଲେ ଈଶ୍ୱରଙ୍କର ଧାର୍ମିକତାକୁ ଆମେ ପାଇପାରିବା। ପୁଣି ସେ ବିନା ମୂଲ୍ୟରେ ଆଜି ଲୋକମାନେ ଧାର୍ମିକତାକୁ, ପବିତ୍ରତାକୁ, ଶୁଚିତାକୁ ପାଇବା ପାଇଁ କେତେ କ'ଣ ନ କରୁଛନ୍ତି, କେତେ ଦାନ, କେତେ ଧର୍ମ, କୁଆଡ଼େ କୁଆଡ଼େ ଯାଉଛନ୍ତି, କେତେ କ'ଣ କରୁଛନ୍ତି, କିନ୍ତୁ ପାଉନାହାନ୍ତି। କିନ୍ତୁ ଏ ସୁସମାଚାର ବାକ୍ୟ କୁହେ ଯଦି ଯୀଶୁଙ୍କୁ ବିଶ୍ୱାସ କରିବ ତାହେଲେ ବିନା ମୂଲ୍ୟରେ, ବିନା କିଛି କରିକି ଈଶ୍ୱରଙ୍କ ଧାର୍ମିକତାକୁ ଯୋଉଟା ତୁମେ ଆଜି ପର୍ଯ୍ୟନ୍ତ ଖୋଜୁଅଛ ପାଇପାରିବ। ହାଲେଲୁୟା। ପ୍ରିୟ ଭାଇ ଓ ଭଉଣୀମାନେ, ଶୁଭ ସମାଚାର ଲୋକମାନଙ୍କୁ ଦବା ତ ସେମାନେ ଜାଣିବେ ନା ଯେ ଯୀଶୁଙ୍କୁ ବିଶ୍ୱାସ କରିବା ଦ୍ୱାରା ତୁମେ ଈଶ୍ୱର ଧାର୍ମିକତାକୁ ପ୍ରାପ୍ତ ହୋଇପାରିବ। ସେଥିପାଇଁ ଆମକୁ ଶୁଭ ସମାଚାର ଲୋକମାନଙ୍କୁ ଦବାର ଅଛି। ଦ୍ୱିତୀୟ ତିମୋଥୀ 1 ପର୍ବର 10 ପଦ। ଦ୍ୱିତୀୟ ତିମୋଥୀ 1 ପର୍ବର 10 ପଦ ଏଠି ଲେଖାଯାଉଛି ଯେ ସୁସମାଚାର ଦ୍ୱାରା ଆଉ ଆଲୋକରେ ପ୍ରକାଶ କରାଯାଇଛି। କାହା ଦ୍ୱାରା? ସୁସମାଚାର ଦ୍ୱାରା, ଶୁଭ ସମାଚାର ଦ୍ୱାରା, ବାକ୍ୟ ଦ୍ୱାରା ଆଲୋକରେ କ'ଣ କରାଯାଇଛି ନା ପ୍ରକାଶ କରାଯାଇଛି। କ'ଣ ପ୍ରକାଶ କରାଯାଇଛି ନା ଅମରତାକୁ ଆଉ ଜୀବନ। ହାଲେଲୁୟା। ଆଜି ଲୋକମାନଙ୍କ ଭିତରେ ଜୀବନ ନାହିଁ, ମୃତ୍ୟୁକୁ ଧରି ଜୀବନ ଜିଉଛନ୍ତି। ମୃତ୍ୟୁ ତାଙ୍କ ପାଖରେ ଅଛି ବୋଲି ଆପଣ କେମିତି ଜାଣିବେ ନା ସବୁବେଳେ ଦୁଃଖରେ ଥିବେ, ଅଶାନ୍ତିରେ ଥିବେ, କଷ୍ଟରେ ଥିବେ। ହାଲେଲୁୟା। ଲେଖା ହେଉଛି ସୁସମାଚାର ଦ୍ୱାରା କ'ଣ ହେଇଛି ନା କୁହାଯାଇଛି ଯେ ତୁମମାନଙ୍କୁ ଜୀବନ ପ୍ରଭୁ ଯୀଶୁ ଦେଇଛ। ସୁସମାଚାର ଏଠି କୁହେ ଯେ ତୁମେମାନେ ଯେପରି ଅନନ୍ତ ଜୀବନ ଜୀବ, ଯେପରି ଅମରତାକୁ ପ୍ରାପ୍ତ ହେବ, ସେଥି ନିମନ୍ତେ ପ୍ରଭୁ ଯୀଶୁ ମୂଲ୍ୟ ଦେଇଛନ୍ତି। ସୁସମାଚାର ପ୍ରଚାର କରିବା, ସୁସମାଚାର ହିଁ କହିବ ଯେ ପ୍ରଭୁ ଯୀଶୁ ତୁମମାନଙ୍କୁ ଜୀବନ ଦେବା ନିମନ୍ତେ, ତୁମମାନଙ୍କୁ ଅନନ୍ତ ଜୀବନ ଦେବା ନିମନ୍ତେ, ଅମରତାକୁ ଦେବା ନିମନ୍ତେ ତୁମମାନଙ୍କ ନିମନ୍ତେ ପ୍ରଭୁ କ୍ରୁଶରେ ବଳିକୃତ ହୋଇଛନ୍ତି ଆଉ ତୃତୀୟ ଦିନ ଜିଉଛନ୍ତି। ହାଲେଲୁୟା। ଦ୍ୱିତୀୟ ତିମୋଥୀ 3 ପର୍ବର 15 ପଦ। ଦ୍ୱିତୀୟ ତିମୋଥୀ 3 ପର୍ବର 15 ପଦ ଏଠାରେ ଲେଖାଯାଉଛି ଯେ ପରିତ୍ରାଣ କିପରି ପାଇବା, ହାଲେଲୁୟା, ଉଦ୍ଧାର କିପରି ପାଇବା, ରକ୍ଷା କିପରି ପାଇବା, ପାପରୁ, ଅଧର୍ମରୁ, ଦୁଷ୍ଟାତ୍ମାରୁ, ଅଶାନ୍ତିରୁ, ରୋଗରୁ ପରିତ୍ରାଣ ଜନକ ଜ୍ଞାନ କିପରି ପାଇବା, ସେଥିପାଇଁ ଏହି ଧର୍ମଶାସ୍ତ୍ରରେ ପ୍ରତ୍ୟେକ ବିଷୟ ଗୁଡ଼ାକ ଲେଖାଯାଇଛି। ଯଦି ଆମେ ଯୀଶୁଙ୍କୁ ବିଶ୍ୱାସ କରୁଛେ ତାହେଲେ ପରିତ୍ରାଣଜନକ ଜ୍ଞାନ ଏହି ଧର୍ମଶାସ୍ତ୍ର, ଏହି ସୁସମାଚାର ଆମମାନଙ୍କୁ ଦେବ। କିଏ ଦେବ? ପରିତ୍ରାଣଜନକ ଜ୍ଞାନ, ଉଦ୍ଧାରଜନକ ଜ୍ଞାନ, ମୁକ୍ତିଜନକ ଜ୍ଞାନ, ଅନନ୍ତ ଜୀବନଦାୟକ ଜ୍ଞାନ କିଏ ଦେବ? ଏହି ସୁସମାଚାର ଦେବ। ହାଲେଲୁୟା। ଏହି ସୁସମାଚାର ଦେବ, ପରିତ୍ରାଣଜନକ ଜ୍ଞାନ। ଯଦି ଆମେ ଯୀଶୁଙ୍କୁ ବିଶ୍ୱାସ କରୁଛେ ତାହେଲେ ପରିତ୍ରାଣଜନକ ଜ୍ଞାନ ଏହି ସୁସମାଚାର ବା ଏହି ବାକ୍ୟ ବା ଏହି ଶୁଭ ସମ୍ବାଦ ଆମମାନଙ୍କୁ ଦେବ। ସେଥିପାଇଁ ଆମେ ଶୁଭ ସମାଚାର ବା ସୁସମାଚାର ପ୍ରଚାର କରିବା ପାଇଁ ବାଧ୍ୟ ଅଟୁ। ରୋମିଓ ପୁସ୍ତକ 1 ପର୍ବର 16 ପଦ। ରୋମିଓ ପୁସ୍ତକ 1 ପର୍ବର 16 ପଦ ଏଠାରେ ଲେଖାଯାଉଛି, ଆଉ ପାଉଲ କହୁଛନ୍ତି ଯେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲଜ୍ଜା ଅନୁଭବ କରେ ନାହିଁ। ଆଜି ବହୁତ ଲୋକ ମୁଁ ଖ୍ରୀଷ୍ଟିଆନ ବୋଲି ପ୍ରକାଶ କରିବା ପାଇଁ ଲଜ୍ଜାବୋଧ କରନ୍ତି। ହାଲେଲୁୟା। ମୁଁ ଯୀଶୁଙ୍କର ବୋଲି ଆଉ ପ୍ରକାଶ କରିବା ପାଇଁ ଲଜ୍ଜାବୋଧ କରନ୍ତି। ସୁସମାଚାର ଟିକେ କହିବା ପାଇଁ ଲଜ୍ଜାବୋଧ କରନ୍ତି। କିନ୍ତୁ ପାଉଲ କୁହନ୍ତି ମୁଁ ସୁସମାଚାର କହିବା ପାଇଁ ଲଜ୍ଜାବୋଧ କରେ ନା। କାହିଁକି ନା ସୁସମାଚାର ମିଛ ନୁହଁ, କଳ୍ପିତ କାହାଣୀ ନୁହଁ, କୌଣସି ଗପ ନୁହଁ, ମିଥ୍ୟା ନୁହଁ। କୌଣସି 4-5ଟା ଲୋକ ମିଶିକି 2000 ବର୍ଷ ପୂର୍ବେ କି 5000 ବର୍ଷ ପୂର୍ବେ ବସିକି ଲେଖିଦେଲେ ଆଉ ତାକୁ ଖ୍ରୀଷ୍ଟିଆନ ସମାଜ ଆଉ ଅନୁସରଣ କରୁନାହାନ୍ତି। ଇଏ ହେଉଛି ଐତିହାସିକ ପ୍ରମାଣିତ ବହି। ୟା ଦେହରେ ଯାହା ବି ଘଟିଛି ଏହା ଐତିହାସିକ ପ୍ରମାଣିତ ଜିନିଷ ଅଟେ। ହାଲେଲୁୟା। ସେଥିପାଇଁ ସେ କହୁଛନ୍ତି ଯେ ମୁଁ ସୁସମାଚାର ପ୍ରଚାର କରିବା ପାଇଁ ଲଜ୍ଜିତ ଅନୁଭବ କରେ ନାହିଁ। କାରଣ ଯଦି ମୁଁ ସୁସମାଚାରକୁ ପ୍ରଚାର କରିବି, ଯେତେ ଲୋକ ସେ ସୁସମାଚାରକୁ ବିଶ୍ୱାସ କରିବେ, ସାଙ୍ଗେ ସାଙ୍ଗେ କ'ଣ ହେବ ନା ଈଶ୍ୱରଙ୍କ ଶକ୍ତି ତାଙ୍କ ପାଇଁ କାମ କରିବ। କ'ଣ କାମ କରିବ? ଯେପରି ସୁସମାଚାରକୁ ଯେଉଁମାନେ ବିଶ୍ୱାସ କରିଛନ୍ତି ସେମାନେ ଯେପରି ପରିତ୍ରାଣ ପାଇବେ। ହାଲେଲୁୟା।
ସୁସମାଚାର ପ୍ରଚାର କରିବା ପାଇଁ ଲଜ୍ଜା ଅନୁଭବ ଏଥିପାଇଁ କରେନି, କାରଣ ସୁସମାଚାର ହେଉଛି ଈଶ୍ୱରଙ୍କର ଶକ୍ତି ଅଟେ। ଯେତେ ଲୋକ ବିଶ୍ୱାସ କରିବେ ସୁସମାଚାରକୁ, ଈଶ୍ୱରଙ୍କ ଶକ୍ତି ତାଙ୍କ ପାଖକୁ ଯାଇକି ତାଙ୍କୁ ଉଦ୍ଧାର, ତାଙ୍କୁ ପବିତ୍ର, ତାଙ୍କୁ ଅନନ୍ତ ଜୀବନ, ରୋଗରୁ ମୁକ୍ତ, ଅଶାନ୍ତିରୁ ମୁକ୍ତ, ପ୍ରତ୍ୟେକ ଜିନିଷରୁ ମୁକ୍ତ କରିବ। କୋଉ ଜିନିଷ କରିବ? ସୁସମାଚାର। ସୁସମାଚାରକୁ ଆମେ ଦଉଛେ ଆଉ ସେ ଲୋକ ବିଶ୍ୱାସ କରୁଛି, ତାହେଲେ ଈଶ୍ୱରଙ୍କ ଶକ୍ତି ସାଙ୍ଗେ ସାଙ୍ଗେ ଆସିବ। କାହିଁକି ଆସିବ? କାହିଁକି ସୁସମାଚାର ବା ଶୁଭ ସମ୍ବାଦକୁ ସେ ବିଶ୍ୱାସ କଲା, ଆଉ ଯେତେବେଳେ ସେ ବିଶ୍ୱାସ କରିବେ ସେ ଶକ୍ତି ଆସିବ ଆଉ ତାକୁ ପରିତ୍ରାଣ ପାବ। ହାଲେଲୁୟା। ଆମେ ସୁସମାଚାର ବା ଶୁଭ ସମାଚାର ବା ବାକ୍ୟ ପ୍ରଚାର କରିବା ପାଇଁ ଆମମାନେ ବାଧ୍ୟ ଅଟୁ, କାରଣ ଏହା ଶୁଭ ସମାଚାର ଅଟେ। 2000 ବର୍ଷ ପୂର୍ବେ ଆମର ଅଧର୍ମର କ୍ଷମା ହେବା ନିମନ୍ତେ, ଆମର ପାପର କ୍ଷମା ହେବା ନିମନ୍ତେ, ଆମକୁ ଅଶାନ୍ତିରୁ ମୁକ୍ତ କରିବା ନିମନ୍ତେ, ଆମକୁ ରୋଗରୁ ମୁକ୍ତ କରିବା ନିମନ୍ତେ, ଆମକୁ ଅନନ୍ତ ଜୀବନ ଦେବା ନିମନ୍ତେ, ଆମକୁ ପ୍ରଚୁର ଜୀବନ ଦେବା ନିମନ୍ତେ ପ୍ରଭୁ ଯୀଶୁ ଅକଥନୀୟ ମୃତ୍ୟୁକୁ, କଷ୍ଟକୁ ସହିଲା। ତୃତୀୟ ଦିନ ଜି ଉଠିଲେ। ଯଦି ଏହି ବିଷୟରେ ଲୋକମାନଙ୍କୁ ଆମେ କହିବା, ଲୋକମାନେ ଶୁଣିବେ, ବିଶ୍ୱାସ କରିବେ, ତାହେଲେ ଧାର୍ମିକତାକୁ, ପବିତ୍ରତାକୁ, ଶାନ୍ତିକି, ଜୀବନକୁ, ଅମରତାକୁ, ପ୍ରଚୁରତାକୁ ପାଇବେ, ଆଉ ପରମେଶ୍ୱରଙ୍କ ମହିମା କରିବା ସହିତ ସହିତ ସ୍ୱର୍ଗକୁ ଯିବେ। ହାଲେଲୁୟା। ପ୍ରିୟ ଭାଇ ଓ ଭଉଣୀମାନେ, ଯେତେ ଲୋକ ପ୍ରଭୁ ଯୀଶୁଙ୍କୁ ଆପଣ ଜାଣିଛନ୍ତି, ଆପଣ ବାଧ୍ୟ ଅଟନ୍ତି ଶୁଭ ସମ୍ବାଦ, ଶୁଭ ସମାଚାର ବା ସୁସମାଚାର ବା ବାକ୍ୟକୁ ଲୋକମାନଙ୍କ ନିକଟରେ ପହଞ୍ଚିବା ପାଇଁ। ହାଲେଲୁୟା। ଆପଣ ପ୍ରାର୍ଥନା କରନ୍ତୁ, ଘରୁ ବାହାରିବା ପୂର୍ବରୁ, କର୍ମକ୍ଷେତ୍ରକୁ ଯିବା ପୂର୍ବରୁ, ସାଙ୍ଗସାଥିମାନଙ୍କ ପାଖକୁ ଯିବା ପୂର୍ବରୁ, ଯେ ପ୍ରଭୁ ଏମିତି ପରିସ୍ଥିତି ସୃଷ୍ଟି କର ଯେପରି ତୁମ କଥା ମୁଁ କହିପାରିବେ, ଆଉ ପ୍ରଭୁ କରିବେ, ଆଉ ଆପଣମାନଙ୍କୁ ସୁଯୋଗ ମିଳିବ ସୁସମାଚାର ବା ଶୁଭ ସମ୍ବାଦ, ଶୁଭ ସମାଚାର ତାଙ୍କ ନିକଟରେ ପହଞ୍ଚିବା ପାଇଁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କର। ଆସନ୍ତୁ ପ୍ରାର୍ଥନା କରିବା। ଦୟାମୟ ପିତା, ମୁଁ ଧନ୍ୟବାଦ ଦିଏ ଏଇ ଅତି ମଧୁର ବାକ୍ୟ ପାଇଁ। ଯେତେ ଲୋକ ଶୁଣୁଛନ୍ତି ସମସ୍ତେ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ଆଉ ଧନ୍ୟବାଦ ଦିଏ ତୁଇ ମୋତେ କହିବା ପାଇଁ ବଳ କଲ। ଧନ୍ୟବାଦ କରୁଛି ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି। ଆମେନ୍, ଆମେନ୍, ଆମେନ୍। ହାଲେଲୁୟା। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।